ନୟାଗଡ଼ ଜିଲ୍ଲାରେ ଦୁଇଟି ଷଣ୍ଢ ମଧ୍ୟରେ ଭୟାବହ ଲଢ଼େଇ ଘଟିଥିବାରୁ ଏକାଧିକ ଗାଡ଼ିକୁ ଭାଙ୍ଗି ଦେଇଛି ଷଣ୍ଢ। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ଅସନ୍ତୋଷ ସୃଷ୍ଟି ହୋଇଥିବା ସହିତ ଧନଜୀବନ ମଧ୍ୟ ବିପୁଳ ନଷ୍ଟ କ୍ଷତି ହୋଇଛି। ଏହାରୁ ପ୍ରକାଶ ହୁଏ ଯେ ଗ୍ରାମାଞ୍ଚଳରେ ଏପରି ପଶୁ ଲଢ଼େଇ କେବେ କେବେ ମାରାତ୍ମକ ଆକାର ନେଇ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରେ। ନୟାଗଡ଼ରେ ଏହି ଷଣ୍ଢ ଲଢ଼େଇକୁ ଦେଖିବାକୁ ଗୋଟିଏ ଭିଡ଼ ଜମା ହୋଇଥିଲା। କିନ୍ତୁ ଲଢ଼େଇ ଏତେ ଭୟଙ୍କର ହୋଇଥିଲା ଯେ ଲୋକମାନେ ପ୍ରାଣ ବଞ୍ଚାଇ ପଳାଇଥିଲେ। କିଛି ଗାଡ଼ିକୁ ଷଣ୍ଢ ଧକ୍କା ମାରି ଭାଙ୍ଗି ଦେଇଥିଲା ଓ କେତେକ ଲୋକ ସାନମୋଟା ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏହି ପ୍ରକାର ଲଢ଼େଇକୁ ନିୟନ୍ତ୍ରଣ କରିବା ପାଇଁ ପଶୁପାଳକ ଓ ପ୍ରଶାସନକୁ ସତର୍କ ପଦକ୍ଷେପ ନେବା ଦରକାର। ପରେ ସ୍ଥାନୀୟ ଲୋକମାନେ ମିଶି ଷଣ୍ଢମାନଙ୍କୁ ବିରକ୍ତ କରିବାକୁ ବ୍ୟାପକ ଚେଷ୍ଟା କଲେ। ଅନେକ ସମୟ ପରେ ଲୁହାର ଛଡ଼ ଓ ପାଣି ପକାଇବା ପରେ ଷଣ୍ଢକୁ କଣ୍ଟ୍ରୋଲ କରିହେବାର ସମ୍ଭବ ହୋଇଥିଲା। ଘଟଣାରେ କେତେକ ଦୋକାନ, ଫସଲ ଓ ଘରକୁ ମଧ୍ୟ କ୍ଷତି ପହଞ୍ଚିଛି। ଏହି ଅପରିହାର୍ଯ୍ୟ ଘଟଣାରେ ଗ୍ରାମବାସୀ ଭୟଭୀତ ଓ କ୍ରୁଦ୍ଧ ହୋଇପଡ଼ିଛନ୍ତି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚି କ୍ଷତିର ବିବରଣୀ ସଂଗ୍ରହ କରିଛି ଓ ପଶୁ ମାଲିକଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେଷ୍ଟା କରୁଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8।